ଦିଗପହଣ୍ଡି ପଥପ୍ରାନ୍ତ ଦିଗପହଣ୍ଡି ପଥପ୍ରାନ୍ତ ଆବାସରେ ବିଶ୍ରାମ ସ୍ଥଳରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସରକାରଙ୍କର ରକ୍ଷଣାବେକ୍ଷଣ ନ ହେବାରୁ ଅବସ୍ଥା ଅତି ସମ୍ବେଦନଶୀଳ ଘଟଣା ଘଟିଛି। ଏ ପାନ୍ଥ ନିବାସର ରକ୍ଷଣାବେକ୍ଷଣ ହେଉନି। ଏତେ ଟଙ୍କା ଖର୍ଚ୍ଚ ହେଲାଣି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏଗୁଡ଼ିକ ଦ୍ୱାରା ନିର୍ମାଣ ହୋଇଛି। ଏ ଅବସ୍ଥା ଅତି ଶୋଚନୀୟ। ପିଡବ୍ଲ୍ୟୁଡିର ଦାୟିତ୍ୱରେ ଥିଲା, ବର୍ତ୍ତମାନ ଏସବୁ ଭଗ୍ନ ଅବସ୍ଥାରେ ପଡ଼ିଛି। ଆଉ ଇଲେକ୍ଟ୍ରିସିଟି ନାହିଁ, କିଛି ନାହିଁ। ଆଉ ଗଛ ବୃକ୍ଷ ସବୁ ଦାୟିତ୍ୱ ନେଉନାହାନ୍ତି ସରକାର। ଡବଲ ଇଞ୍ଜିନ୍ ସରକାର ଏସବୁ ନଷ୍ଟ ଭ୍ରଷ୍ଟ ହୋଇଯାଇଛି। ହେଲେ ଏହାର ଅତି ତୁରନ୍ତ ଏଠାରେ ଯେଉଁ ପଥପ୍ରାନ୍ତ ଯାତ୍ରୀମାନେ ଏଠାରେ ବିଶ୍ରାମ ନେଉଥିଲେ, ସେମାନେ ଆଉ ବିଶ୍ରାମ ନେବାଟା ବହୁତ କଷ୍ଟସାଧ୍ୟ ହୋଇଯାଇଛି। ଏଇଠି ଅସାମାଜିକ ଲୋକଙ୍କର ଆଡ୍ଡାସ୍ଥଳ ହୋଇଛି। ଅସାମାଜିକ ଲୋକମାନଙ୍କର ଆଡ୍ଡାସ୍ଥଳରେ ପରିଣତ ହୋଇଛି। ମଦ୍ୟପୀ ମାନେ ଆସି ଏଠାରେ ମଦ୍ୟପାନ କରୁଛନ୍ତି। ଆଉ ନାନା ପ୍ରକାର ସବୁ ଚାଖଣା ଫାଖଣା ଆଣି ମଦ ପିଉଛନ୍ତି ଏଠାରେ। ଆଉ କୌଣସି ଯାତ୍ରୀମାନେ ପଥପ୍ରାନ୍ତରେ ନିର୍ଭର ଆସୁନାହାନ୍ତି। ସେଥିପାଇଁ ଏଇଟା ବଡ଼ ଅବସ୍ଥାରେ ଶୋଚନୀୟ ହୋଇଛି। ଅବସ୍ଥା ଶୋଚନୀୟ, ଅବସ୍ଥା ଶୋଚନୀୟ, ଅବସ୍ଥା ପୁରା ଶୋଚନୀୟ। ଜୟ ଜଗନ୍ନାଥ। ଦେଖନ୍ତୁ ଆଜ୍ଞା, ଦର୍ଶକ ବନ୍ଧୁ, ଏଠାରେ ଗେଟ୍ ଭଗ୍ନ ଅବସ୍ଥାରେ ପଡ଼ିଛି। ଗେଟ୍ ଭାଙ୍ଗି ଏଠାରେ ସବୁ ଆଡ୍ଡାସ୍ଥଳରେ ପହଞ୍ଚିଛନ୍ତି। ଆଉ ବହୁତ 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 ଅସୁବିଧାର ସମ୍ମୁଖୀନ ହେଉଛି ଏଠାରେ। ବର୍ତ୍ତମାନ ଏଠାରେ ଆମର ବିଧାୟକ ଦିଗପହଣ୍ଡି ସିଦ୍ଧାନ୍ତ ମହାପାତ୍ର ସୁପରଷ୍ଟାର ଫିଲ୍ମ ଏଇ କଥା ବୁଝୁନାହାନ୍ତି। ତାଙ୍କୁ ଲୋକ ଭୋଟ ଦେଲେ, କିନ୍ତୁ ଆଜି 1.5 ବର୍ଷ ହେଲାଣି ସେ ଶାସନକୁ ଆସି ଏହି କଥା ପଥପ୍ରାନ୍ତ ନିବାସର କାର୍ଯ୍ୟ କିଛି ବୁଝୁନାହାନ୍ତି। ଲୋକମାନେ ଭୋଟ ଦେଇକି କିଛି କାର୍ଯ୍ୟ ହାସଲ କରିପାରୁନାହାନ୍ତି। ଡବଲ ଇଞ୍ଜିନ୍ ସରକାରରେ ମିଶିଲେ ବିଜେଡ଼ିରୁ ଯାଇ, ବିଜେଡ଼ି ପିରିୟଡ଼ରେ এই ଘଟଣା ଏଡ଼େ ବଡ଼ ଅନୁଷ୍ଠାନ ନବୀନ ବାବୁ କରିଥିଲେ। ବର୍ତ୍ତମାନ ବିଜେପି ସରକାର, ଡବଲ ଇଞ୍ଜିନ୍ ସରକାର ଏଗୁଡ଼ିକ ରକ୍ଷଣାବେକ୍ଷଣ କରୁନାହାନ୍ତି। ଏଣୁ ଏଠାରେ ଯାତ୍ରୀମାନେ ବହୁତ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାର ଭଗ୍ନ ଅବସ୍ଥା ଅତି ଶୋଚନୀୟ ପଡ଼ିଛି। ସବୁ ଭଙ୍ଗାଭଙ୍ଗି କରି ଗୁଣ୍ଡାମି ଆଡ୍ଡାସ୍ଥଳରେ ପହଞ୍ଚିଛି। ଏ ଅବସ୍ଥା, ଏ ରୁମ୍ ଯାକ ଆଉ ବାସସ୍ଥାନ ହେଇକିରି ନାହିଁ, ସବୁ ଭଗ୍ନ ଅବସ୍ଥା। ବହୁତ ଦେଖିଲେ କଷ୍ଟ ଲାଗୁଛି, ବହୁତ ଦୁଃଖ ଲାଗୁଛି। ଏଡ଼େ ବଡ଼ ଅନୁଷ୍ଠାନକୁ ନଷ୍ଟ ଭ୍ରଷ୍ଟ କରିଦେଲେ। ଆର କୌଣସି ରକ୍ଷଣାବେକ୍ଷଣ ନାହିଁ। ଆଉ କିଛି ଆଉ ନାହିଁ। ଅବସ୍ଥା ଶୋଚନୀୟ ହେଇକିରି ପଡ଼ିଛି। ଶୌଚାଳୟ ଗୁଡ଼ାକ ଶୋଚନ, ରୁମ୍ ଶୌଚାଳୟ କାର୍ଯ୍ୟକାରୀ ଦଉନି, ନଷ୍ଟ ସବୁ କରିଦେଲେଣି। ଗୁଣ୍ଡାମି ଦର୍ପଣ ମିରର ସବୁ ଭାଙ୍ଗି ମାରି ଚୁରମୁର କରିଦେଲେଣି। କୋଟି କୋଟି ଟଙ୍କାର କାର୍ଯ୍ୟ ନଷ୍ଟ ହେଇଗଲାଣି। ତୁରନ୍ତ ବିଧାୟକ ମହାଶୟ ଏହାର କଥା ବୁଝିବାକୁ ଦାବି ହେଉଛି। ଦିଗପହଣ୍ଡିବାସୀ ଏ ଅବସ୍ଥା ରକ୍ଷଣାବେକ୍ଷଣ ପାଇଁ ପିଡବ୍ଲ୍ୟୁଡି କର୍ମକର୍ତ୍ତାମାନେ ଦାୟିତ୍ୱ ନେଇଥିଲେ, ଲିଜ୍ ନେଇଥିଲେ। ସେ ଲିଜ୍ ଆଉ ଦିଆ ହେଲାନି, ରକ୍ଷଣାବେକ୍ଷଣ ହେଲାନି। ଲିଜ୍ ବାଲା ଚାଲିଗଲା ତା ରାସ୍ତାରେ। ଏଡ଼େ ବଡ଼ କାମ ସବୁ ନଷ୍ଟ ହେଇଗଲା। ବ୍ୟାଟେରୀ ମେସିନ୍ ସବୁ ଖରାପ ହେଇଗଲା। ଆର ଚୋରି ହେଇକିରି ସବୁ ନଷ୍ଟ କରିଦେଲେ। ଏଭଳିଆ ଅନୁଷ୍ଠାନ ସରକାର ରାଜସ୍ୱ କ୍ଷତି ହେଲା।
ସରକାରଙ୍କର ଲୋକମାନଙ୍କର ଟ୍ୟାକ୍ସ ପଇସାରେ ହେଇଥିଲା। ହଁ, କିଛି ଅସାମାଜିକ ଲୋକ ଏହାକୁ ନଷ୍ଟ କରି ସବୁ ନଷ୍ଟ କରିଦେଲେ। ଯାତ୍ରୀମାନେ ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ତୁରନ୍ତ ପଦକ୍ଷେପ ନେବା ପାଇଁ ଡବଲ ଇଞ୍ଜିନ୍ ସରକାରଙ୍କୁ ଦାବି ହେଉଛି, ହେଲେ ସରକାରଙ୍କର ଦୃଷ୍ଟି ପଡ଼ୁନାହିଁ। ସ୍ଥାନୀୟ ବିଧାୟକ ଏଇଠି ଦର୍ଶନ କରୁନାହାନ୍ତି। ଏହା ବଡ଼ ସମ୍ବେଦନଶୀଳ କଥା। ଧନ୍ୟବାଦ।